ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ନିହାଲ ପ୍ରସାଦ ହାଇସ୍କୁଲ ଖେଳ ପଡ଼ିଆରେ ଫ୍ରେଣ୍ଡସ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଲାଲୁ ପ୍ରିମିୟମ୍ ଲିଗ୍ ଗ୍ରାଣ୍ଡ ଫିନାଲେ ମ୍ୟାଚ୍ରେ ଚମ୍ପିଆନ ହେଲେ ପାଣିକାଇଁଚି ଧର୍ମଶାଳା ଯାଜପୁର। ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିର୍ଦ୍ଧାରିତ ଓଭରରେ 175 ରନ୍ କରି ନୀଳମ୍ବରପୁର ବଡ଼ଚଣା ଯାଜପୁର ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ୱିକେଟ୍ ହରାଇ ମାତ୍ର 95 ରନ୍ କରିବାକୁ ସକ୍ଷମ ହୋଇଥିଲା। 80 ରନ୍ରେ ହରାଇ ପାଣିକାଇଁଚି ଯାଜପୁର ଲାଲୁ ପ୍ରିମିୟମ୍ ଲିଗ୍ ଚମ୍ପିଆନ ହୋଇଥିଲା। ଷ୍ଟାଡିୟମ ଚତୁଃପାର୍ଶ୍ୱରେ ଶତାଧିକ ଦର୍ଶକ ଖେଳକୁ ପୂରା ଉପଭୋଗ କରୁଥିଲେ। ଅରୁଣୀ ଗ୍ରୁପ୍ ଅଫ୍ କମ୍ପାନୀ ଚେୟାରପର୍ସନ ଅପୂର୍ବ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଟ୍ରଫି ପ୍ରଦାନ ମଞ୍ଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ। ମୁଖ୍ୟ ଆକର୍ଷଣ ଥିଲେ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ରର ତାରକା ବାବୁସାନ ମହାନ୍ତି ଓ ଚୁଲବୁଲି ନାୟିକା ଅନୁ ଚୌଧୁରୀ। ସମ୍ମାନିତ ଅତିଥି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ରୁବି ବିଶ୍ୱାଳ, ଯୁବ ସମାଜସେବୀ ଅଜିତ ସାହୁ ରନର୍ସ ଅପ୍ ଓ ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସୂଚନା ଥାଉ କି ଗତ 10/10/2010ରେ ନିଜ ଭାଇ ଲାଲୁର କମ୍ ବୟସରେ ମୋକ୍ଷପ୍ରାପ୍ତି ହୋଇଥିଲା। ତାଙ୍କର ନାମ ଓ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଅରୁଣୀ ଗ୍ରୁପ୍ ଅଫ୍ କମ୍ପାନୀ ସତ୍ତ୍ୱାଧିକାରୀ ଝାଲୁ, ସିଲୁ, ଜୁଲୁ ଓ ଯୁଗନ ଚାରି ଭାଇମାନେ ଫ୍ରେଣ୍ଡସ୍ କ୍ଲବ ଜରିଆରେ 2011 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏହି ଲାଲୁ ପ୍ରିମିୟମ୍ ଲିଗ୍ ନିଜ ମାଟିରେ କରି ଆସୁଛନ୍ତି, ଯାହାକି ଏ ଅଞ୍ଚଳ ପାଇଁ ଭାଇ ଭାଇର ମଧୁର ସମ୍ପର୍କ ବିଷୟରେ ମହତ୍ତ୍ୱପୂର୍ଣ୍ଣ ସଚେତନ ବାର୍ତ୍ତା ମଧ୍ୟ ଦେଉଛନ୍ତି। ଭାଇ ପରି ନିଆରା ଶବ୍ଦ ପୃଥିବୀରେ ବିରଳ, ଯାହା ମଞ୍ଚାସୀନ ଅତିଥିମାନେ ପରିପ୍ରକାଶ କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।